ଭାରତର ପ୍ରଥମ ସମ୍ବନ୍ଧିତ ସାଧାରଣ ଜ୍ଞାନ ପ୍ରଶ୍ନର ପାର୍ଟ 1କୁ ନେଇ ଜେନେରାଲ ନଲେଜ ଓଡ଼ିଆ ଆପଣଙ୍କୁ ସ୍ୱାଗତ ଜଣାଉଛି। ଆଜିର ପ୍ରଥମ ପ୍ରଶ୍ନ, ଭାରତର ପ୍ରଥମ ରାଷ୍ଟ୍ରପତି କିଏ ଥିଲେ? ଉତ୍ତର ଡକ୍ଟର ରାଜେନ୍ଦ୍ର ପ୍ରସାଦ। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ଉପରାଷ୍ଟ୍ରପତି କିଏ? ଉତ୍ତର ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ପରବର୍ତ୍ତୀ ପ୍ରଶ୍ନ, ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ? ଉତ୍ତର ପଣ୍ଡିତ ଜବାହରଲାଲ ନେହେରୁ। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ଗୃହମନ୍ତ୍ରୀ କିଏ ଥିଲେ? ଉତ୍ତର ସର୍ଦ୍ଦାର ବଲ୍ଲଭଭାଇ ପଟେଲ। ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ କିଏ ଥିଲେ? ଉତ୍ତର ମୌଲାନା ଆବୁଲ କାଲାମ ଆଜାଦ। ପରବର୍ତ୍ତୀ ପ୍ରଶ୍ନ, ଲୋକସଭାର ପ୍ରଥମ ବାଚସ୍ପତି କିଏ? ଉତ୍ତର ଗଣେଶ ବାସୁଦେବ ମାଭଲଙ୍କର। ଭାରତର ପ୍ରଥମ ମୁସଲମାନ ରାଷ୍ଟ୍ରପତି କିଏ? ଉତ୍ତର ଡକ୍ଟର ଜାକିର ହୁସେନ। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ବିଲାତ ଯାତ୍ରୀ କିଏ? ଉତ୍ତର ରାଜା ରାମମୋହନ ରାୟ। ପରବର୍ତ୍ତୀ ପ୍ରଶ୍ନ, ଜାତୀୟ କଂଗ୍ରେସର ପ୍ରଥମ ଅଧ୍ୟକ୍ଷ କିଏ? ଉତ୍ତର ଉମେଶ ଚନ୍ଦ୍ର ବାନାର୍ଜୀ। ସମ୍ବିଧାନ ସଭାର ଅଧ୍ୟକ୍ଷ କିଏ ଥିଲେ? ଉତ୍ତର ଡକ୍ଟର ରାଜେନ୍ଦ୍ର ପ୍ରସାଦ। ପରବର୍ତ୍ତୀ ପ୍ରଶ୍ନ, ଭାରତରତ୍ନ ପ୍ରାପ୍ତ ପ୍ରଥମ ଭାରତୀୟ କିଏ? ଉତ୍ତର ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ପରବର୍ତ୍ତୀ ପ୍ରଶ୍ନ, ନୋବେଲ ପୁରସ୍କାର ପ୍ରାପ୍ତ ପ୍ରଥମ ଭାରତୀୟ କିଏ? ଉତ୍ତର ରବୀନ୍ଦ୍ରନାଥ ଠାକୁର। ସମ୍ବିଧାନ ସଭାର ପ୍ରଥମ ଅସ୍ଥାୟୀ ଅଧ୍ୟକ୍ଷ କିଏ? ଉତ୍ତର ଡକ୍ଟର ସଚିଦାନନ୍ଦ ସିହ୍ନା। ପରବର୍ତ୍ତୀ ପ୍ରଶ୍ନ, ସ୍ୱାଧୀନ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ କିଏ? ଉତ୍ତର ଲର୍ଡ ମାଉଣ୍ଟବେଟେନ। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ତଥା ଅନ୍ତିମ ଭାରତୀୟ ଗଭର୍ଣ୍ଣର ଜେନେରାଲ କିଏ? ଉତ୍ତର ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ। ଭାରତର ଶେଷ ଗଭର୍ଣ୍ଣର ଜେନେରାଲ ଓ ପ୍ରଥମ ଭାଇସରାୟ କିଏ? ଉତ୍ତର ଲର୍ଡ କ୍ୟାନିଂ। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ କିଏ? ଉତ୍ତର ୱାରେନ ହେଷ୍ଟିଂସ। ପରବର୍ତ୍ତୀ ପ୍ରଶ୍ନ, ଭାରତର ଶେଷ ଭାଇସରାୟ କିଏ? ଉତ୍ତର ଲର୍ଡ ମାଉଣ୍ଟବ୍ୟାଟେନ। ଭାରତର ପ୍ରଥମ ଆଇସିଏସ୍ କିଏ? ଉତ୍ତର ସତ୍ୟେନ୍ଦ୍ରନାଥ ଠାକୁର। ଭାରତର ପ୍ରଥମ ମହାକାଶଚାରୀ କିଏ? ଉତ୍ତର ରାକେଶ ଶର୍ମା। ପରବର୍ତ୍ତୀ ପ୍ରଶ୍ନ, ସ୍ୱାଧୀନ ଭାରତର ପ୍ରଥମ କମାଣ୍ଡର ଇନ୍ ଚିଫ୍ କିଏ? ଉତ୍ତର ଜେନେରାଲ କେ ଏମ୍ କାରିୟପ୍ପା ବା କୋଦେନ୍ଦିରା ମାଦେପ୍ପା କାରିୟପ୍ପା। ପରବର୍ତ୍ତୀ ପ୍ରଶ୍ନ, ଆନ୍ତର୍ଜାତିକ ନ୍ୟାୟାଳୟର ପ୍ରଥମ ଭାରତୀୟ ବିଚାରପତି କିଏ? ଉତ୍ତର ଡକ୍ଟର ନଗେନ୍ଦ୍ର ସିଂ। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ଫିଲ୍ଡ ମାର୍ଶାଲ କିଏ? ଉତ୍ତର ଜେନେରାଲ ମାନେକ୍ସା। ପରବର୍ତ୍ତୀ ପ୍ରଶ୍ନ,
ସମସ୍ତ ଚ୍ୟାନେଲ ଷ୍ଟେଟ୍କୁ ପାର କରିଥିବା ପ୍ରଥମ ଭାରତୀୟ ପହଁରାଳି କିଏ? ଉତ୍ତର ମିହିର ସେନ। ଭାରତୀୟ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ବ୍ୟକ୍ତି କିଏ? ଉତ୍ତର ଜି ଶଙ୍କର କୁରୁପ। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ମୁଖ୍ୟ ବିଚାରପତି କିଏ? ଉତ୍ତର ଜଷ୍ଟିସ ହରିଲାଲ ଜେ କାନିଆ। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ନିର୍ବାଚନ କମିଶନର କିଏ? ଉତ୍ତର ସୁକୁମାର ସେନ। ଭାରତ ଆସିଥିବା ପ୍ରଥମ ଇଂରେଜ କିଏ? ଉତ୍ତର ୱିଲିୟମ ହକିନ୍ସ। ପରବର୍ତ୍ତୀ ପ୍ରଶ୍ନ, ଭାରତର କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା ପ୍ରଥମ ମନ୍ତ୍ରୀ କିଏ? ଉତ୍ତର ଶ୍ୟାମପ୍ରସାଦ ମୁଖାର୍ଜୀ। ଭାରତର ପ୍ରଥମ ଉପଗ୍ରହ କିଏ? ଉତ୍ତର ଆର୍ଯ୍ୟଭଟ୍ଟ। ଭାରତର ପ୍ରଥମ ଆଣବିକ କେନ୍ଦ୍ର କିଏ? ଉତ୍ତର ତାରାପୁର। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ଆଣବିକ ପରୀକ୍ଷା କେବେ ହୋଇଥିଲା? ଉତ୍ତର 1974 ମେ 18ରେ। ଭାରତର ପ୍ରଥମ ଆଣବିକ ପରୀକ୍ଷାର ସ୍ଥାନ କିଏ? ଉତ୍ତର ପୋଖରାନ, ରାଜସ୍ଥାନ। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ କ୍ଷେପଣାସ୍ତ୍ର କିଏ? ଉତ୍ତର ପୃଥ୍ୱୀ। ଆଜିର ଅନ୍ତିମ ପ୍ରଶ୍ନ, ଭାରତର ପ୍ରଥମ ମଧ୍ୟମ ଦୂରବର୍ତ୍ତୀ କ୍ଷେପଣାସ୍ତ୍ରଟି କିଏ? ଉତ୍ତର ଅଗ୍ନି। ଆଶା କରୁଛି ଆମେ ଆଲୋଚନା କରିଥିବା 35 ଯାକ ପ୍ରଶ୍ନ ଗୁରୁତ୍ୱପୂର୍ଣ୍ଣ ଥିଲା। ଯଦି ଭିଡ଼ିଓ ଭଲ ଲାଗିଛି ଭିଡ଼ିଓକୁ ଲାଇକ୍ କରିବା ସହିତ ଏହାର ପାର୍ଟ 2 ଭିଡ଼ିଓ ଅଥବା ପ୍ରତ୍ୟେକ ଦିନ ସକାଳ 7:30ରେ ଏମିତି ଜିକେ ଭିଡ଼ିଓ ଦେଖିବା ପାଇଁ ଆପଣଙ୍କ ଚ୍ୟାନେଲ ଜେନେରାଲ ନଲେଜ ଓଡ଼ିଆକୁ ସବସ୍କ୍ରାଇବ୍ କରିପାରନ୍ତି।